नमस्कार दर्शक बंधु এই জেନେରାଲ ନଲେଜ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ଜେନେରାଲ ନଲେଜ କାର୍ଯ୍ୟକ୍ରମ। ପ୍ରଥମ କ୍ୱେଶ୍ଚିନ୍, ଭାରତ ସ୍ୱାଧୀନତା ହେଲା ବେଳକୁ କେତେ ଗୋଟି ବିଶ୍ୱବିଦ୍ୟାଳୟ ଥିଲା? ଭାରତ ସ୍ୱାଧୀନତା ହେଲା ବେଳକୁ କେତେ ଗୋଟି ବିଶ୍ୱବିଦ୍ୟାଳୟ ଥିଲା? ଅପସନ୍ ଏ 5, ଅପସନ୍ ବି 12, ଅପସନ୍ ସି 15 ଏବଂ ଅପସନ୍ ଡି 17। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି 17। ପରବର୍ତ୍ତୀ ପ୍ରଶ୍ନ, ରବୀନ୍ଦ୍ରନାଥ ଟାଗୋର କେଉଁ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିଲେ? ରବୀନ୍ଦ୍ରନାଥ ଟାଗୋର କେଉଁ କ୍ଷେତ୍ରରେ ନୋବେଲ ପୁରସ୍କାର ପାଇଥିଲେ? ଅପସନ୍ ଏ ଶାନ୍ତି, ଅପସନ୍ ବି ଅର୍ଥନୀତି, ଅପସନ୍ ସି ସାହିତ୍ୟ ଏବଂ ଅପସନ୍ ଡି ପଦାର୍ଥ ବିଜ୍ଞାନ। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ସାହିତ୍ୟ। ପରବର୍ତ୍ତୀ ପ୍ରଶ୍ନ, ଜୟ ଯବାନ ଜୟ କିଷାନ ସ୍ଲୋଗାନଟି କିଏ ପ୍ରଥମେ ଦେଇଥିଲେ? ଜୟ ଯବାନ ଜୟ କିଷାନ ସ୍ଲୋଗାନଟି କିଏ ପ୍ରଥମେ ଦେଇଥିଲେ? ଅପସନ୍ ଏ ଗୋବିନ୍ଦ ବଲ୍ଲଭ ପନ୍ଥ, ଅପସନ୍ ବି ଲାଲ ବାହାଦୁର ଶାସ୍ତ୍ରୀ, ଅପସନ୍ ସି ଇନ୍ଦିରା ଗାନ୍ଧୀ ଏବଂ ଅପସନ୍ ଡି ଭି ଗିରି। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଲାଲ ବାହାଦୁର ଶାସ୍ତ୍ରୀ। ପରବର୍ତ୍ତୀ ପ୍ରଶ୍ନ, ବ୍ରିଟିଶଙ୍କ ସହ ଓଡ଼ିଆଙ୍କର ଦେଓଗାଁ ଯୁଦ୍ଧ କେବେ ହୋଇଥିଲା? ବ୍ରିଟିଶଙ୍କ ସହ ଓଡ଼ିଆଙ୍କର ଦେଓଗାଁ ଯୁଦ୍ଧ କେବେ ହୋଇଥିଲା? ଅପସନ୍ ଏ 1799, ଅପସନ୍ ବି 1799, ଅପସନ୍ ସି 1801 ଏବଂ ଅପସନ୍ ଡି 1803। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି 1803। ପରବର୍ତ୍ତୀ ପ୍ରଶ୍ନ, କିଏ କହିଥିଲେ ଇଂଲଣ୍ଡ ଦୋକାନୀମାନଙ୍କ ରାଷ୍ଟ୍ର? କିଏ କହିଥିଲେ ଇଂଲଣ୍ଡ ଦୋକାନୀମାନଙ୍କ ରାଷ୍ଟ୍ର? ଅପସନ୍ ଏ ବିସ୍ମାର୍କ, ଅପସନ୍ ବି ମେଟରନିକ୍, ଅପସନ୍ ସି ନେପୋଲିଅନ୍ ଏବଂ ଅପସନ୍ ଡି ମହାତ୍ମା ଗାନ୍ଧୀ। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ନେପୋଲିଅନ୍। ନେପୋଲିଅନ୍ କହିଥିଲେ ଯେ ଇଂଲଣ୍ଡ ହେଉଛି ଗୋଟିଏ ଦୋକାନୀମାନଙ୍କର ରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, କେଉଁ ସହରକୁ ଗୋଲାପୀ ସହର କୁହାଯାଏ? କେଉଁ ସହରକୁ ଗୋଲାପୀ ସହର କୁହାଯାଏ? ଅପସନ୍ ଏ ଭୋପାଳ, ଅପସନ୍ ବି ଇନ୍ଦୋର, ଅପସନ୍ ସି ରାୟପୁର ଏବଂ ଅପସନ୍ ଡି ଜୟପୁର। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଜୟପୁର, ରାଜସ୍ଥାନର ଜୟପୁର। ପରବର୍ତ୍ତୀ ପ୍ରଶ୍ନ, କଲିକତା ସହରର ସ୍ଥାପୟିତା କିଏ? କଲିକତା ସହରର ସ୍ଥାପୟିତା କିଏ? ଅପସନ୍ ଏ ଜବ୍ ଚାରନକ, ଅପସନ୍ ବି ମୀର କାସିମ, ଅପସନ୍ ସି ରବର୍ଟ କ୍ଲାଇଭ୍ ଓ ଅପସନ୍ ଡି ମୀର ଜାଫର। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଜବ୍ ଚାରନକ। ପରବର୍ତ୍ତୀ ପ୍ରଶ୍ନ, ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ? ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ? ଅପସନ୍ ଏ 250, ଅପସନ୍ ବି 147, ଅପସନ୍ ସି 240 ଏବଂ ଅପସନ୍ ଡି 237। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ 250। ପରବର୍ତ୍ତୀ ପ୍ରଶ୍ନ, ଭାରତରେ ପ୍ରଥମ ଇଂରାଜୀ ଖବରକାଗଜ କିଏ ଆରମ୍ଭ କରିଥିଲେ? ଭାରତରେ ପ୍ରଥମ ଇଂରାଜୀ ଖବରକାଗଜ କିଏ ଆରମ୍ଭ କରିଥିଲେ? ଅପସନ୍ ଏ ଦାଦାଭାଇ ନାରୋଜି, ଅପସନ୍ ବି ବାଲ ଗଙ୍ଗାଧର ତିଲକ, ଅପସନ୍ ସି ରବୀନ୍ଦ୍ରନାଥ ଟାଗୋର ଏବଂ ଅପସନ୍ ଡି ଜେ ହିକେସ୍। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଜେ ହିକେସ୍। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀରେ ଶିକ୍ଷାର ଉନ୍ନତି ପାଇଁ କେଉଁ ସଂଗଠନ କାର୍ଯ୍ୟକାରୀ କରୁଛି? ପୃଥିବୀରେ ଶିକ୍ଷାର ଉନ୍ନତି ପାଇଁ କେଉଁ ସଂଗଠନ କାର୍ଯ୍ୟକାରୀ କରୁଛି? ଅପସନ୍ ଏ ୟୁନିସେଫ୍, ଅପସନ୍ ବି ୟୁନେସ୍କୋ, ଅପସନ୍ ସି ୟୁଏନ୍ଓ ଏବଂ ଅପସନ୍ ଡି WHO। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ୟୁନେସ୍କୋ। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱ ସ୍ୱାକ୍ଷର ଦିବସ କେବେ ପାଳନ କରାଯାଏ?
विश्व स्वाक्षर दिवस केबे पालन करा जाए? ऑप्शन ए अक्टोबर 2, ऑप्शन बी सेप्टेम्बर 8, ऑप्शन सी सेप्टेम्बर 5 एवं ऑप्शन डी डिसेम्बर 11। तेबे यार सठिक उत्तर हेउछि ऑप्शन बी सेप्टेम्बर 8। परवर्ती प्रश्न, विश्व मानविक अधिकार दिवस केबे पालन करा जाए? विश्व मानविक अधिकार दिवस केबे पालन करा जाए? ऑप्शन ए डिसेम्बर 3, ऑप्शन बी डिसेम्बर 10, ऑप्शन सी डिसेम्बर 17 एवं ऑप्शन डी डिसेम्बर 20। तेबे यार सठिक उत्तर हेउछि ऑप्शन बी डिसेम्बर 10। परवर्ती प्रश्न, स्वाधीन भारतर प्रथम शिक्षा मंत्री किए थिले? स्वाधीन भारतर प्रथम शिक्षा मंत्री किए थिले? ऑप्शन ए फकीरुद्दीन अली मोहम्मद, ऑप्शन बी अबुल कलाम आजाद, ऑप्शन सी अविनाशी निगम चेतियारी एवं ऑप्शन डी ए लक्ष्मण स्वामी मुदालियार। तेबे यार सठिक उत्तर हेउछि ऑप्शन बी अबुल कलाम आजाद। परवर्ती प्रश्न, शांति निकेतन केउठारे अवस्थित? शांति निकेतन केउठारे अवस्थित? ऑप्शन ए महाराष्ट्र, ऑप्शन बी दिल्ली, ऑप्शन सी तमिलनाडु एवं ऑप्शन डी पश्चिम बंग। तेबे यार सठिक उत्तर हेउछि ऑप्शन डी पश्चिम बंग। परवर्ती प्रश्न, डिसेम्बर 1 तारिख को क्यों दिवस रूपे पालन करा जाए? डिसेम्बर 1 तारिख को क्यों दिवस रूपे पालन करा जाए? ऑप्शन ए विश्व खाद्य दिवस, ऑप्शन बी विश्व शिशु दिवस, ऑप्शन सी विश्व एड्स दिवस एवं ऑप्शन डी विश्व परिवेश दिवस। तेबे यार सठिक उत्तर हेउछि ऑप्शन सी विश्व एड्स दिवस। परवर्ती प्रश्न, रिजर्व बैंक केबे स्थापन करा जायथिला? रिजर्व बैंक केबे स्थापन करा जायथिला? ऑप्शन ए एप्रिल 1, 1935, ऑप्शन बी अगस्त 15, 1947, ऑप्शन सी जून 7, 1989 एवं ऑप्शन डी अक्टोबर 10, 1980। तेबे यार सठिक उत्तर हेउछि ऑप्शन ए एप्रिल 1, 1935। परवर्ती प्रश्न, नासार पूरा नाम कौन? नासार पूरा नाम कौन? ऑप्शन ए नेशनल एरोनॉटिक्स एंड स्पेस एडमिनिस्ट्रेशन, ऑप्शन बी नॉर्थ एटलांटिक स्पेस एजेंसी, ऑप्शन सी नॉर्थर्न एयरबोर्न एंड स्पेस एजेंसी एंड ऑप्शन डी नॉन ऑफ दिस। तेबे यार सठिक उत्तर हेउछि ऑप्शन ए नेशनल एरोनॉटिक्स एंड स्पेस एडमिनिस्ट्रेशन। परवर्ती प्रश्न, WWF केउठारे अछि? WWF केउठारे अछि? ऑप्शन ए स्विट्जरलैंड, ऑप्शन बी अमेरिका, ऑप्शन सी हॉलैंड एवं ऑप्शन डी पोलैंड। तेबे यार सठिक उत्तर हेउछि ऑप्शन ए स्विट्जरलैंड। परवर्ती प्रश्न, प्रथम भारत रत्न पुरस्कार किए पाइथिले? प्रथम भारत रत्न पुरस्कार किए पाइथिले? ऑप्शन ए राकेश शर्मा, ऑप्शन बी डॉक्टर राधाकृष्णन, ऑप्शन सी एस मुखर्जी एवं ऑप्शन डी सुकुमार सेन। तेबे यार सठिक उत्तर हेउछि डॉक्टर राधाकृष्णन। परवर्ती प्रश्न, आराम हाराम है काहांक मत थिला? आराम हाराम है काहांक मत थिला? ऑप्शन ए सुभाष बोस, ऑप्शन बी महात्मा गांधी, ऑप्शन सी जवाहरलाल नेहरू एवं ऑप्शन डी लक्ष्मण नायक। तेबे यार सठिक उत्तर हेउछि ऑप्शन सी जवाहरलाल नेहरू। परवर्ती प्रश्न, अम्लजान किए आविष्कार करथिले? अम्लजान किए आविष्कार करथिले? ऑप्शन ए जेवी प्रिस्टले, ऑप्शन बी सीवी रमन, ऑप्शन सी जेसी बोस एवं ऑप्शन डी एलके राडोर। तेबे यार सठिक उत्तर हेउछि ऑप्शन ए जेवी प्रिस्टले। तेबे परवर्ती प्रश्न, अशोक चक्र रे केतोटी अर अछि? ऑप्शन ए 27, ऑप्शन बी 28, ऑप्शन सी 23 एवं ऑप्शन डी 24। तेबे यार सठिक उत्तर हेउछि ऑप्शन डी 24। परवर्ती प्रश्न, ईमेल केउ मसीहारू आरंभ हैला? ऑप्शन ए 1964, ऑप्शन बी 1966,
ଅପସନ୍ ସି 1971 ଏବଂ ଅପସନ୍ ଡି 1947। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି 1971। ପରବର୍ତ୍ତୀ ପ୍ରଶ୍ନ, ଦିଆସିଲି କାଠିର ବାରୁଦରେ ମୁଖ୍ୟତଃ କ'ଣ ଥାଏ? ଦିଆସିଲି କାଠିର ବାରୁଦରେ ମୁଖ୍ୟତଃ କ'ଣ ଥାଏ? ଅପସନ୍ ଏ ସଲଫର, ଅପସନ୍ ବି ଫସ୍ଫରସ୍, ଅପସନ୍ ସି ମାଙ୍ଗାନିଜ୍ ଏବଂ ଅପସନ୍ ଡି ସୋଡ଼ିୟମ୍। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ଫସ୍ଫରସ୍। ପରବର୍ତ୍ତୀ ପ୍ରଶ୍ନ, କାଚକୁ କାଟିବା ପାଇଁ କ'ଣ ବ୍ୟବହାର କରାଯାଏ? କାଚକୁ କାଟିବା ପାଇଁ କ'ଣ ବ୍ୟବହାର କରାଯାଏ? ଅପସନ୍ ଏ ଲୁହା, ଅପସନ୍ ବି ସୀସା, ଅପସନ୍ ସି ହୀରା ଏବଂ ଅପସନ୍ ଡି ପ୍ଲାଟିନମ୍। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ହୀରା। ପରବର୍ତ୍ତୀ ପ୍ରଶ୍ନ, ଭୂଗୋଳ ଶବ୍ଦଟି କେଉଁ ଶବ୍ଦରୁ ଆସିଅଛି? ଭୂଗୋଳ ଶବ୍ଦଟି କେଉଁ ଶବ୍ଦରୁ ଆସିଅଛି? ଅପସନ୍ ଏ ଗ୍ରୀକ୍, ଅପସନ୍ ବି ଫ୍ରେଞ୍ଚ, ଅପସନ୍ ସି ଲାଟିନ୍ ଏବଂ ଅପସନ୍ ଡି ଅରବିକ୍। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଗ୍ରୀକ୍। ପରବର୍ତ୍ତୀ ପ୍ରଶ୍ନ, କାଶ୍ମୀରରୁ କନ୍ୟାକୁମାରୀର ଦୂରତା ପ୍ରାୟ କେତେ କିଲୋମିଟର? କାଶ୍ମୀରରୁ କନ୍ୟାକୁମାରୀର ଦୂରତା ପ୍ରାୟ କେତେ କିଲୋମିଟର? ଅପସନ୍ ଏ 4029 କିଲୋମିଟର, ଅପସନ୍ ବି 3029 କିଲୋମିଟର, ଅପସନ୍ ସି 2019 କିଲୋମିଟର ଏବଂ ଅପସନ୍ ଡି 1029 କିଲୋମିଟର। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି 3029 କିଲୋମିଟର। ପରବର୍ତ୍ତୀ ପ୍ରଶ୍ନ, ଭୂ ଅର୍ଥ ପୃଥିବୀ ଓ ଗୋଳର ଅର୍ଥ କ'ଣ? ଭୂ ଅର୍ଥ ପୃଥିବୀ ଓ ଗୋଳର ଅର୍ଥ କ'ଣ? ଅପସନ୍ ଏ ଯଥାର୍ଥ, ଅପସନ୍ ବି ବର୍ଣ୍ଣନା, ଅପସନ୍ ସି ଶୃଙ୍ଖଳିତ ଏବଂ ଅପସନ୍ ଡି ବିଶେଷତା। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ବର୍ଣ୍ଣନା। ଭୂ ଅର୍ଥ ପୃଥିବୀ ଓ ଗୋଳ ଅର୍ଥ ବର୍ଣ୍ଣନା। ସମୁଦାୟ ଭୂଗୋଳର ଅର୍ଥ ହେଉଛି ପୃଥିବୀର ବର୍ଣ୍ଣନା। ପରବର୍ତ୍ତୀ ପ୍ରଶ୍ନ, ପୃଥିବୀର ବର୍ଣ୍ଣନାକୁ କ'ଣ କୁହାଯାଏ? ପୃଥିବୀର ବର୍ଣ୍ଣନାକୁ କ'ଣ କୁହାଯାଏ? ଅପସନ୍ ଏ ଇତିହାସ, ଅପସନ୍ ବି ନଗର ବିଜ୍ଞାନ, ଅପସନ୍ ସି ଭୂଗୋଳ ଏବଂ ଅପସନ୍ ଡି ପରିବେଶ ବିଜ୍ଞାନ। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ଭୂଗୋଳ। ପରବର୍ତ୍ତୀ ତଥା ଏ ଭିଡ଼ିଓର ଏ ଶେଷ ପ୍ରଶ୍ନ, ନାସିକ କେଉଁ ନଦୀ କୂଳରେ ଅବସ୍ଥିତ? ନାସିକ କେଉଁ ନଦୀ କୂଳରେ ଅବସ୍ଥିତ? ଅପସନ୍ ଏ ଗୋଦାବରୀ, ଅପସନ୍ ବି ଗଙ୍ଗା, ଅପସନ୍ ସି ନର୍ମଦା ଏବଂ ଅପସନ୍ ଡି ବ୍ରହ୍ମପୁତ୍ର। ତେବେ ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଏ ଗୋଦାବରୀ। ତେବେ ଆଜିର ଏହି ଜେନେରାଲ ନଲେଜ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।